ହ୍ୟାଲୋ ପିଲାମାନେ କେମିତି ଅଛ? ଆଶା କରୁଛି ତମେ ସବୁ ଭଲରେ ଥିବ ଆଉ ପଢାପଢି ଠିକ ସେ ଚାଲିଥିବ। ଆସ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆମେ ଡିସ୍କସନ କରିନେବା ଯାହାକି ତୁମର ହାଫ ଇୟରଲି ପରୀକ୍ଷାରେ ଆସିବାର ସମ୍ଭାବନା ଅଛି। ତେବେ ପ୍ରଥମ କ୍ୱେଶ୍ଚିନ୍କୁ ଷ୍ଟାର୍ଟ କରିବା। ପ୍ରତ୍ୟେକ ଦିନ ଅଧିକ ପରିମାଣରେ ଚିନି ଓ ଗୁଡ଼ ଖାଇଲେ ଆମେ କେଉଁ ଜାତୀୟ ଶ୍ୱେତସାର ଅଧିକ ପରିମାଣରେ ପାଇପାରିବା? ଯୋଉମାନଙ୍କୁ ସବୁ ଆସିଛି ସେମାନେ ସବୁ କମେଣ୍ଟ ବକ୍ସରେ ଆନ୍ସର ଦେଇ ଚାଲ। ଦେନ୍ ମୁଁ ଆକୁ ଡିସ୍କସନ କରି ନେଉଛି। ଆନ୍ସର ହେବ ସୁକ୍ରୋଜ। ମନେ ରଖ ଚିନି ଆଉ ଗୁଡରେ କଣ ଅଧିକ ପରିମାଣ ଅଛି ନା ସୁକ୍ରୋଜ। ଦେନ୍ ନେକ୍ସଟ କ୍ୱେଶ୍ଚିନ୍। ଦେଇଛି ଶୋଷଣ ପ୍ରକ୍ରିୟାରେ ଗ୍ଲୁକୋଜ ଭଳି ସରଳ ଖାଦ୍ୟ ଜାରିତ ହୋଇ କେଉଁଥିରେ ପରିଣତ ହୋଇଥାଏ? ଆର ଆନ୍ସର ହେବ ଏଟିପି ଆଣ୍ଡ CO2। ନେକ୍ସଟ କ୍ୱେଶ୍ଚିନ୍। ଜଳ ଓ ଧାତବ ଲବଣ କାହା ଦ୍ୱାରା ଶୋଷିତ ହୋଇ ଉଦ୍ଭିଦରେ ନିୟୋଜିତ ଅଂଶକୁ ସ୍ଥାନାନ୍ତରିତ ହୋଇଥାଏ? ଜଳ ଓ ଧାତବ ଲବଣ ଆମର ମୂଳ ଲୋମ ଦ୍ୱାରା ଶୋଷିତ ହୋଇଥାଏ। 29 ନମ୍ବର କ୍ୱେଶ୍ଚିନ୍। ମୂତ୍ର ସଂଗ୍ରହ ନଳିକା ଗୁଡିକ ଏକାଠି ହୋଇ ବୃକକ ଭିତରେ ଥିବା ଏକ ଗହ୍ୱର ଭିତରକୁ ଖୋଲିଥାନ୍ତି। ଏଇ ଗହ୍ୱର ଭିତରର ନାମ କଣ? ସେ ଗହ୍ୱରଟିର ନାମ ହଉଛି ଆମର ଗଭୀର ବସ୍ତି। 30 ନମ୍ବର କ୍ୱେଶ୍ଚିନ୍। କେଉଁଟି ଫାଇଟୋ ହରମୋନର ଉଦାହରଣ ନୁହେଁ? ତାଙ୍କ ମଧ୍ୟରୁ କେଉଁଟି ଗୋଟେ ଫାଇଟୋ ହରମୋନର ଉଦାହରଣ ନୁହେଁ? ଏଡ୍ରିନାଲିନ। ମଣିଷ ଓ ମକାର ଗୁଣସୂତ୍ର ସଂଖ୍ୟା ଯଥାକ୍ରମେ କେତେ? ଦେଖ ମଣିଷର ଗୁଣସୂତ୍ର ସଂଖ୍ୟା ହଉଛି 46 ଆଉ ମକାର ଗୁଣ 46 ଆଉ ମକାର ଗୁଣସୂତ୍ର ସଂଖ୍ୟା ହଉଛି 20। ତ ଏହାର ଆନ୍ସର ହେଇଯିବ 46 20। ପ୍ରତ୍ୟେକ ଦିନ ଅଧିକ ପରିମାଣରେ ଫଳରସ ଓ ପନିପରିବା ଖାଇଲେ ଆମେ କେଉଁ ଜାତୀୟ ଶ୍ୱେତସାର ଅଧିକ ପରିମାଣରେ ପାଇପାରିବା? ଫଳରସ ଆଉ ପନିପରିବାରେ ଆମର ଗ୍ଲୁକୋଜ ଥାଏ। କୋଷୀୟ ଶୋଷଣ ପାଇଁ ମୁଖ୍ୟ ଆଧାର ଭାବେ କାହାକୁ ବିବେଚନା କରାଯାଇଥାଏ? କୋଷୀୟ ଶୋଷଣ ଭାବେ ଆମେ C6 ଗ୍ଲୁକୋଜକୁ ମୁଖ୍ୟ ଆଧାର ଭାବେ ବିବେଚନା କରାଯାଇଥାଏ। ଏକକୋଷୀ ମୂଳଲୋମର କୋଷଜୀବକ ଓ ମୃତ୍ତିକାସ୍ଥ ଦ୍ରବଣର ସାନ୍ଦ୍ରତା ଅଧିକ ତାରତମ୍ୟରେ ସମାନତା ଆଣିବା ପାଇଁ କାହା ଦ୍ୱାରା କାର୍ଯ୍ୟ ହୋଇଥାଏ? ତ ଆର ଆନ୍ସର ହଉଛି ପାରାଶ୍ରୁତି ଓ ବିପାଚନ। ଦେନ୍ ନେକ୍ସଟ କ୍ୱେଶ୍ଚିନ୍। ପ୍ରତ୍ୟେକ ବୃକ୍ଷକୀୟ ନଳିକାର କପ୍ କୁ କେଉଁ ନାମରେ ନାମିତ କରାଯାଇଛି? ସେ ଯୋଉ କପ୍ ଟି ଥିଲା ଆମର ବୃକ୍ଷକୀୟ ନଳିକାରେ ତାକୁ କହନ୍ତି ବାୟୋମେନ୍ସ କ୍ୟାପସୁଲ। ନେକ୍ସଟ କ୍ୱେଶ୍ଚିନ୍। ଉଦ୍ଭିଦର କେଉଁ ସ୍ଥାନରେ ହରମୋନ କ୍ଷରଣ ଅଧିକ ହୋଇଥାଏ? ଉଦ୍ଭିଦର କେଉଁ ସ୍ଥାନରେ ହରମୋନ କ୍ଷରଣ ଅଧିକ ହବ? ନା କାଣ୍ଡର ଅଗ୍ରଭାଗରେ ହୋଇଥାଏ, ପତ୍ରର ଅଗ୍ରଭାଗରେ ହୋଇଥାଏ, ଚେରର ଅଗ୍ରଭାଗରେ ବି ହେଇଥାଏ। ତାହେଲେ ଆନ୍ସର ହବ ଉପରୋକ୍ତ ସମସ୍ତ। ଶରୀରରେ କେଉଁ ଧରଣର କୋଷ ବିଭାଜନ ଦ୍ୱାରା ଶରୀରର ବୃଦ୍ଧି ଓ ମରାମତି ଆଦି କାର୍ଯ୍ୟ ସମ୍ପାଦିତ ହୋଇଥାଏ? ଆର ଆନ୍ସର ହବ ସଦାବେଳେ ସମବିଭାଜନ। ଶରୀରରେ ସମବିଭାଜନ ହେଲେ ତାର ଶରୀର ବୃଦ୍ଧି ଓ ତାର ଆମର ମରାମତିଟା ବି ହେଉଥାଏ। ନେକ୍ସଟ କ୍ୱେଶ୍ଚିନ୍। ଆମେ ପ୍ରତିଦିନ ଆଳୁ, ଭାତ ଓ ରୁଟି ଅଧିକ ପରିମାଣରେ ଖାଇଲେ କେଉଁ ଜାତୀୟ ଶ୍ୱେତସାର ଆମକୁ ମିଳିଥାଏ? ଆଳୁ, ଭାତ, ରୁଟିରେ ଆମର ଥାଏ କଣ? ମନେ ରଖ। କେଉଁଟି କୋଷୀୟ ଶୋଷଣର ଗୋଟିଏ ପର୍ଯ୍ୟାୟ ନୁହେଁ? ଆଙ୍କ ଭିତରୁ କୋଉଟି କୋଷୀୟ ଶୋଷଣର ଗୋଟେ ପର୍ଯ୍ୟାୟ ନୁହେଁ? କେଲଭିନ ଚକ୍ର। ମୂଳଲୋମ କୋଷରେ ଜଳୀୟ ଦ୍ରାବଣ ପ୍ରବେଶ ପରେ ତାହା କେଉଁ ପ୍ରକ୍ରିୟାରେ ମୂଳରୁ ଜାଇଲେମକୁ ଯାଇଥାଏ? ତାର ଆନ୍ସର ହବ ବିସରଣ। ବିସରଣ ତାର ଆନ୍ସର। ପ୍ରତ୍ୟେକ ବୃକକ ଭିତରେ ପ୍ରାୟ 10 ଲକ୍ଷରୁ ଅଧିକ କଣ ରହିଥାଏ? ପ୍ରତ୍ୟେକ ବୃକକ ଭିତରେ ପ୍ରାୟ 10 ଲକ୍ଷରୁ ଅଧିକ ନେଫ୍ରନ ଥାଏ, ସୂକ୍ଷ୍ମ ବୃକକୀୟ ନଳିକା ଥାଏ, ସୂତ୍ରଜାତ ନଳିକା ମଧ୍ୟ ଥାଏ, ସୂତ୍ରଜନ ନଳିକା ଥାଏ। ତାହେଲେ ଉପରୋକ୍ତ ସମସ୍ତ। A B C। କେଉଁଟି ଫାଇଟୋ ହରମୋନ ଅନ୍ତର୍ଗତ ଅଟେ? ଆଙ୍କ ମଧ୍ୟରୁ ଫାଇଟୋ ହରମୋନ କିଏ? ନା ଆବସେସିକ ଅମ୍ଳ। ଉଦ୍ଭିଦର ଆଲୋକାନୁବର୍ତ୍ତୀ ଓ ଜାୟାନୁବର୍ତ୍ତୀ କାହା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ? ଉଦ୍ଭିଦର ଆଲୋକାନୁବର୍ତ୍ତୀ ଆଉ ଜାୟାନୁବର୍ତ୍ତୀ ଆମର ହରମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।
କୋଷୀୟ ଶୋଷଣ ବେଳେ ଗ୍ଲୁକୋଜ ଜାରଣରୁ କେଉଁ କେଉଁ ଉତ୍ପାଦ ସୃଷ୍ଟି ହେବା ସହ ଶକ୍ତି ନିର୍ଗତ ହୋଇଥାଏ? ଯେତେବେଳେ କୋଷୀୟ ଶୋଷଣ ହୋଇଥାଏ ଗ୍ଲୁକୋଜରୁ ଜାଳିତ ହୋଇ ଆମର CO2 ଆଉ ଜଳ ନିଷ୍କାସିତ ହୋଇଥାଏ। ଜୀବକୋଷର କେଉଁଠାରେ ଗ୍ଲାଇକୋଲିସିସ୍ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ? ଜୀବକୋଷର କୋଷ ଜୀବକରେ ଆମର କଣ ହେଇଥାଏ? ଗ୍ଲାଇକୋଲିସିସ୍ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ, ଜାଇଲେମ ଟିସ୍ୟୁର ଜାଇଲେମ ଟିସ୍ତର ଅ, କେଉଁ ଉପାଦାନ ଦ୍ୱାରା ମୂଳ ଠାରୁ ଆରମ୍ଭ କରି ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଜଳ ପରିବହନ ହୋଇଥାଏ? ଆମର ଆନ୍ସର ହବ ବାହିକା ଓ ଟ୍ରାକିଡ। କେଉଁଠି ବୃକକର ବାହ୍ୟ ଗଠନର ଦୃଶ୍ୟମାନ ହୋଇଥାଏ? ବୃକକର ବାହ୍ୟ ଗଠନରେ କିଏ ଥାଏ? ଆମର ବୃକକର ବାହ୍ୟ ଗଠନ ଥାଏ ମୂତ୍ର ସାରଣୀ। ଯୋଉ ଆମର ବୃକକ ଥାଏ, ଏଠି ବୃକକ ରହିଲା ଗୋଟେ, ଏଠି ଗୋଟେ ବୃକକ ରହିଲା, ଏଠୁ ଯୋଉ ଆସିଲା ମୂତ୍ର ସାରଣୀ, ଏଇଟା ଯୋଉ ବାହ୍ୟ ଗଠନର ମୁଖ୍ୟ ଅଂଶ ଅଟେ, ଏଇଟା ହଉଛି ମୂତ୍ର ସାରଣୀ। ଉଦ୍ଭିଦର ଫୁଲ ଧରିବା ପ୍ରକ୍ରିୟାକୁ କେଉଁ ନାମରେ ନାମିତ କରାଯାଇଛି? ଉଦ୍ଭିଦର ଯୋଉ ଫୁଲ ଧରିବା ପ୍ରକ୍ରିୟା କଣ କୁହନ୍ତି? ଫାଇଟ ହରମୋନ ବୋଲି କୁହାଯାଏ। ବୁଝିଲା ତ? ଆଉ ଦୁଇଟି କ୍ୱେଶ୍ଚିନ୍, ପୁଅ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନରେ ସମୟାନ୍ତରେ କଣ ସୃଷ୍ଟି ହୋଇଥାଏ? ପୁଅ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ସମୟାନ୍ତରେ ଆମର ହୋଇଥାଏ କଣ? ଯୁଗ୍ମଜ ସୃଷ୍ଟି ହୋଇଥାଏ। ଯୁଗ୍ମଜ। 2 ଗ୍ରାମ ଶ୍ୱେତସାର ପ୍ରାୟ କେତେ କିଲୋ ଜୁଲ ଶକ୍ତି ନିର୍ଗତ ହୋଇଥାଏ? 1 ଗ୍ରାମ ଶ୍ୱେତସାରରେ ଆମର 8 କିଲୋ ଜୁଲ ଶକ୍ତି ନିର୍ଗତ ହୋଇଥାଏ। 2 ଗ୍ରାମରୁ 1 ଗ୍ରାମ ସରି ଭୁଲ କହିଲି, 1 ଗ୍ରାମ ଶ୍ୱେତସାର ଆମର 16 କିଲୋ ଜୁଲ ଶକ୍ତି ନିର୍ଗତ ହୋଇଥାଏ। ତେବେ 2 ଗ୍ରାମରୁ କେତେ ହବ? 32। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଭିଡ଼ିଓଟିକୁ ଲାଇକ୍ କରିଦେବ। ରହୁଛି, ଜୟ ଜଗନ୍ନାଥ।